ଜୟ ଜଗନ୍ନାଥ ସାଙ୍ଗମାନେ। ଆଜି ଆମର ଥିଲା ଓ ଟ୍ରିପଲ ଏସ୍ ସି ଆର୍ ଆଇ ର 8 ଜୁନ୍ 2026 ର ଫାର୍ଷ୍ଟ ସିଫ୍ଟରେ ମୋର ଏକ୍ଜାମ ଥିଲା। କଟକର ଆମର ଯୋଉ ଧବଳେଶ୍ୱର ପଲିଟେକ୍ନିକ ଏସବୁ ଏମିତି ଗୋଟେ କଣ ଇନଷ୍ଟିଚ୍ୟୁଟ୍ ଅଛି ସେଇଠି ପଡ଼ିଥିଲା। ମାନେ ଏଥର ବୁଝିପାରୁନି ଆର୍ ଆଇ ଯୋଉ ଏକ୍ଜାମ ଗୁରା ବହୁତ ବହୁତ ଦୂରରେ ପକେଇଛି, ମାନେ ବହୁତ ମାନେ ମୋ ଘରଠୁ ତ ପାଖାପାଖି ଥିଲା 25 କିଲୋମିଟର ପାଖାପାଖି। ଆକ୍ଚୁଆଲି ମୁଁ ତ ମାଲକାନଗିରିରୁ ହିଁ ଆସିଥିଲି, ମାନେ ବହୁତ ଏକ୍ଜାମ ମାନେ ପହଞ୍ଚିକି ବସ୍ ଷ୍ଟାଣ୍ଡରୁ ପୁରା ଦୌଡ଼ିକି ଯାଇଛି ଏକ୍ଜାମ ଦେଇକି ଆସିଛି। ସୋ ଏନିୱେ ଛାଡ଼, ଆମେ କଥା ହେବା କେମିତି କଣ ମାନେ କୋଶ୍ଚିନ୍ ବଗେରା ଥିଲା ଆଉ ଲେଭେଲ କେମିତି ଥିଲା। ତ ଏଇଟା ହଉଛି ଫାର୍ଷ୍ଟ ଓଡ଼ିଆ। ଓଡ଼ିଆ ଦେଖିବା। ଓଡ଼ିଆର ରୂଢ଼ି ଉପରେ ଦିଟା କୋଶ୍ଚିନ୍ ଥିଲା। ଯେମିତି ଗୋଟେ ଥିଲା କଣ ଦାନ୍ତରେ କୁଟା ରଖିବା, ଆଉ ଗୋଟେ ସମଥିଙ୍ଗ କଣ ଗୋଟେ ଥିଲା, ମାନେ ମନେ ପଡୁନି ଠିକ ସେ, ଛାଡ଼। ଆଉ ଗୋଟେ ଥିଲା ବିଶେଷ୍ୟ ବିଧେୟ ବିଶେଷଣର ସଂଜ୍ଞା ପଚାରୁଥିଲା ଦିଟା। ଏବେ ସଂଜ୍ଞା ବି କଣ ଦିଟା ପଚାରୁଛି। ଆଗରୁ ମାନେ ମୁଁ ଆନାଲିସିସ୍ ଦେଖୁଥିଲି, ସେମାନେ କହୁଥିଲେ କି ସଂଜ୍ଞା ଉପରେ ଏତେ କୋଶ୍ଚିନ୍ ଆସୁଛି, ଜଷ୍ଟ ଉପର ଉପର କୋଶ୍ଚିନ୍ ଆସୁଛି। ବଟ୍ ଆଜିର ଚାପ୍ଟରରେ ଦିଟା ଥିଲା ସଂଜ୍ଞା ଉପରେ। ବିଧେୟ ବିଶେଷଣ ଉପରେ ସଂଜ୍ଞା ଗୋଟେ ଥିଲା, ଆଉ ଗୋଟେ ଥିଲା କ୍ରିୟାର ମୂଳ ରୂପକୁ କଣ କୁହନ୍ତି, ହେଲା। ଆଉ ଟ୍ରାନ୍ସଲେସନ ତିନିଟା ଥିଲା, ଗୋଟେ ଇଂଲିଶରୁ ଟ୍ରାନ୍ସଲେଟ ହବ ଦିଟା ଓଡ଼ିଆକୁ, ଆଉ ଗୋଟେ ଓଡ଼ିଆରୁ ଇଂଲିଶକୁ ଗୋଟେ ଟ୍ରାନ୍ସଲେଟ ହବ। ତିନିଟା କୋଶ୍ଚିନ୍ ଥିଲା ଟ୍ରାନ୍ସଲେସନର। ପ୍ୟାସେଜ ଥିଲା ପାଞ୍ଚଟା। ନର୍ମାଲ କୋଶ୍ଚିନ୍ସ ଥିଲା, ଆଉ ସବୁ ବାକି ନର୍ମାଲ କୋଶ୍ଚିନ୍ ଥିଲା, ଆପଣମାନେ ଇଜିଲି କରିପାରିବେ। ଠିକ ଅଛି, ଗୋଟେ ଦିଟା ଯଦି ଆପଣ ଏମିତି ଆକ୍ୟୁରେସି ମେଣ୍ଟେନ୍ କରିବା ପାଇଁ ଯଦି ଛାଡ଼ିପାରିବେ ଛାଡ଼ିପାରିବେ, ଇଟ୍ସ ଅପନ୍ ଟୁ ୟୁ। ତାପରେ ଇଂଲିଶରେ ନାରେସନ ଥିଲା, ଭଏସ୍ ଚେଞ୍ଜ ଥିଲା। ନାରେସନ ମାନେ ଯୋଉ ଡାଇରେକ୍ଟ ଇନଡାଇରେକ୍ଟ ସ୍ପିଚ୍ ସେଟା। ତାପରେ ପ୍ୟାସେଜ ଥିଲା ପାଞ୍ଚଟା। ପ୍ୟାସେଜରେ ଗୋଟେ ଭୋକାବ ବି ପଡ଼ିଥିଲା, ଯୋଉଟା କି ଆଉଟ୍ ଅଫ୍ ପ୍ୟାସେଜ ଥିଲା। ମାନେ କଣ କହିବି ତାକୁ, ତା ନା ଆକ୍ଚୁଆଲି ୱାର୍ଡଟା କଣ ମନେ ପଡୁନି ଠିକ ସେ। ଯଦି ଆଜିର ସିଫ୍ଟରେ ଫାର୍ଷ୍ଟ ସିଫ୍ଟରେ କିଏ ଥିବ ଯଦି ଆପଣ କମେଣ୍ଟ ସେକ୍ସନରେ ଜଣେଇଦେବେ। ଆଉ ଆର୍ଟିକଲ ଉପରେ ଗୋଟେ କ୍ୱେଶ୍ଚିନ୍ ଥିଲା। ଇଂଲିଶ ଡୁଏବଲ୍ ଥିଲା, ଓଡ଼ିଆ ବି ଡୁଏବଲ୍ ଥିଲା। ବଟ୍ ଯଦି ଆପଣ ଆକ୍ୟୁରେସି ମେଣ୍ଟେନ୍ କରିବାକୁ ଚାହୁଁଛନ୍ତି, ତାପରେ ଯଦି ଆପଣ କିଛି 50-50 ଚାନ୍ସ ନେବାକୁ ଚାହୁଁନାହାନ୍ତି, ତାହେଲେ ଆପଣ ସ୍କିପ୍ କରିପାରିବେ ମୋ ହିସାବରେ। କାହିଁକିନା ନର୍ମାଲାଇଜେସନ ହବ, ଆପଣ ଯେତେ ଆକ୍ୟୁରେସି ମେଣ୍ଟେନ୍ କରିବେ ସେଇ ହିସାବରେ ଆପଣଙ୍କର ମାର୍କ ମେ ବି ବଢ଼ିପାରେ, ହେଲା। ତାପରେ ମ୍ୟାଥରେ SICI। ମ୍ୟାଥ ଟିକେ ଆକ୍ଚୁଆଲି କହିବାକୁ ଗଲେ ମଡରେଟ୍ ଥିଲା, ମାନେ ଟିକେ ଟାଇମ୍ ଟେକିଂ। ଆଉ ଗୋଟେ କଥା ମୁଁ ବୁଝିପାରୁନି, ପିଲାମାନେ ଟାଇମ୍ ହଉନି ପିଲାଙ୍କୁ। ଟେକ୍ସଟ ବୁକ୍ରେ ଗୋଟେ ଭିଡ଼ିଓ ଆସିଥିଲା ଟାଇମ୍ ମ୍ୟାନେଜମେଣ୍ଟକୁ ନେଇକି, ଏକ୍ଜାମ ହଲ୍ରେ କେମିତି କ'ଣ ଇଏ କରିବେ ସବୁ। ଆପଣ ମାନେ ସିରିୟସଲି ମ୍ୟାଥ ଉଠଉଛନ୍ତି କ'ଣ ପାଇଁ? ଆଗ ଷ୍ଟାର୍ଟିଂରୁ ମୁଁ ଦିଟା ପିଲାଙ୍କ ସହିତ କଥା ହେଇଛି। ଜଣେ ଷ୍ଟାର୍ଟିଂରୁ ମ୍ୟାଥ ଉଠେଇଛି, ତାଙ୍କୁ ଟାଇମ୍ ହେଲାନି। ଆଉ ଜଣେ ଲାଷ୍ଟକୁ ମ୍ୟାଥ ରଖିଥିଲେ, ତାଙ୍କୁ ବି ଟାଇମ୍ ହେଲାନି। ମାନେ ଆକ୍ଚୁଆଲି କେମିତି ଟାଇମ୍ ହଉନି କେମିତି ପିଲାଙ୍କୁ, ମୁଁ ବୁଝିପାରୁନି। ତ ଛାଡ଼। ମ୍ୟାଥରେ ଥିଲା SICI। SICI ଟିକେ ମାନେ କାଲକୁଲେଟିଭ୍ ଥିଲା। ଗୋଟେ ହିଁ କ୍ୱେଶ୍ଚିନ୍ ଥିଲା, ଯଦି ଯେ ଫର୍ମୁଲା ପକେଇ ଟ୍ରିକ୍ ପକେଇ କରିପାରିବ ତ ୱେଲ୍ ଆଣ୍ଡ ଗୁଡ୍। ତାପରେ ମିନ୍ ମିଡିଆନ୍ ମୋଡ୍ ଉପରୁ ଗୋଟେ କ୍ୱେଶ୍ଚିନ୍ ଆସୁଛି, ସବୁ ସିଫ୍ଟରେ ଆସୁଛି। ପ୍ରଫିଟ୍ ଆଣ୍ଡ ଲସ୍ର କ୍ୱେଶ୍ଚିନ୍ ଆସୁଛି। ତାପରେ ପାର୍ଟନରସିପ୍ର ଦିଟା କ୍ୱେଶ୍ଚିନ୍ ଥିଲା। ପାଇପନ୍ ସିଷ୍ଟମ୍ ଗୋଟେ, ଟାଇମ୍ ଆଣ୍ଡ ୱାର୍କ, ଆଉଥରେ ଦିଟା କ୍ୱେଶ୍ଚିନ୍। ଟାଇମ୍ ସ୍ପିଡ୍ ଡିଷ୍ଟାନ୍ସର ଗୋଟେ କ୍ୱେଶ୍ଚିନ୍ ଥିଲା, ଭଲ କ୍ୱେଶ୍ଚିନ୍ଟା ଥିଲା, ଟାଇମ୍ ସ୍ପିଡ୍ ଡିଷ୍ଟାନ୍ସର। ତାପରେ ଜେମେଟ୍ରିର ସର୍କଲ ଉପରେ, ସର୍କଲ ଟ୍ୟାନଜେଣ୍ଟ ଯୋଉଟା, ଏଇଟା ତ ପକ୍କା ପଡୁଛି ସବୁବେଳେ। ସର୍କଲ ଉପରେ କ୍ୱେଶ୍ଚିନ୍ ଆସୁଛି ଜେମେଟ୍ରିର। ଆଉ ଗୋଟେ ଇକ୍ୱେସନ୍ ଉପରେ କ୍ୱେଶ୍ଚିନ୍ ଥିଲା, XYZ ତିନିଟା ଭ୍ୟାରିଏବଲ୍, ତାର XYZ ର ଭ୍ୟାଲୁ, ସେଇଟା ଗୋଟେ ଥିଲା। ଆଉ ଆପଣ ଅପସନ୍ ଥ୍ରୋରେ ସଲ୍ଭ କରି ହଉଥିଲା ବହୁତ ସାରା କ୍ୱେଶ୍ଚିନ୍, ଅପସନ୍ ଥ୍ରୋରେ ବି କରି ହଉଥିଲା। ବଟ୍ ଟାଇମ୍ ଟେକିଂ ଥିଲା ଆକ୍ଚୁଆଲି କହିବାକୁ ଗଲେ, ମାନେ ସିରିୟସଲି ଟାଇମ୍ ଟେକିଂ ଥିଲା। ମାନେ ମଡରେଟ୍ କହିଲେ ବି ଚଳିବ। ତ ସେଇ ହିସାବରେ ମେ ବି ଏଇ ସିଫ୍ଟରେ କିଛି ଟିକେ ହାଇ ନର୍ମାଲାଇଜେସନ ହେଇପାରେ। ମେ ବି କଟ୍ ଅଫ୍ ମାନେ ପିଲା ଆଭରେଜ କମ୍ କରିଥିବେ, କିନ୍ତୁ ଯଦି ଆକ୍ୟୁରେସି ମେଣ୍ଟେନ୍ କରିଥିବେ ତାହେଲେ ଆପଣଙ୍କୁ ହାଇ ମାର୍କ ମିଳିପାରେ। ତ ରିଜନିଂ ବିଷୟରେ ବେଶୀ ଡିସ୍କସନ୍ କରିବାର ନାହିଁ। ରିଜନିଂ ତ ଆପଣମାନେ ପେପର ଫାଡ଼ିକି ଆସିଥିବେ। ରିଜନିଂ ୱାଜ୍ ଇଜି, ସୋ ନୋ ନିଡ୍ ଟୁ ଡେଷ୍ଟ୍ରଏ। ତାପରେ କମ୍ପ୍ୟୁଟରରେ ପାୱାର ପଏଣ୍ଟରୁ ଦି ତିନିଟା କ୍ୱେଶ୍ଚିନ୍ ଥିଲା। ଲାଇକ୍ ଯୋଉ ଭ୍ୟୁଜ୍ ଅଛି, ଯୋଉ ଦି ତିନିଟା ଭ୍ୟୁ ଅଛି ପାୱାର ପଏଣ୍ଟର, ଆଉ ପେଜ୍ ଲେଆଉଟ୍ ଉପରେ ଗୋଟେ କ୍ୱେଶ୍ଚିନ୍ ଥିଲା। CPU ଉପରେ ଗୋଟେ କ୍ୱେଶ୍ଚିନ୍ ଥିଲା। ଆଉ ଏକ୍ସେଲ୍ ସେଲ୍ ଉପରେ ଗୋଟେ କ୍ୱେଶ୍ଚିନ୍ ଥିଲା। ଦେନ୍ MS ଅଫିସ୍ ପଢ଼ିଲେ ଟୋଟାଲ୍ କମ୍ପ୍ଲିଟ୍ ଉପରୁ ଉପରୁ ପଢ଼ିଦେବେ ଆପଣ, ହେଇପାରିବ। ଆଉ ଗୋଟେ କଥା, କମ୍ପ୍ୟୁଟରରେ ଟିକେ ଫ୍ୟାକ୍ଚୁଆଲ୍ ବେସ୍ କ୍ୱେଶ୍ଚିନ୍ ଆସୁଛି। ଯଦି ଆପଣଙ୍କର ନର୍ମାଲ କନସେପ୍ଟ କ୍ଲିୟର ଥିବ, ଆପଣ ଆରାମସେ କରିପାରିବେ, ମାନେ ଟିକେ ଲଜିକ୍ ଲଗେଇକି। ଏମିତି ନୁହେଁ କି ପୁରା ଇଜି ଆସୁଛି। ମୋ ହିସାବରେ ଆଜିର ସିଫ୍ଟରେ ମ୍ୟାଥ୍ ଆଉ କମ୍ପ୍ୟୁଟର ହିଁ ଟିକେ ମଡରେଟ୍ରୁ ହାର୍ଡ ଥିଲା କହିବାକୁ ଗଲେ। ଆଉ ଗୋଟେ ମେଲ୍ ଉପରେ କ୍ୱେଶ୍ଚିନ୍ ଥିଲା, SMTV ଉପରେ। ତ ଏତିକି ହିଁ ମନେ ଅଛି କମ୍ପ୍ୟୁଟର। ନେକ୍ସଟ ଯିବା ଆମର ଜିକେ। ଜିକେରେ ଆମର କରେଣ୍ଟ ଆଫେୟାର୍ସ 2025ର ଅକ୍ଟୋବର ସେପ୍ଟେମ୍ବର ଅକ୍ଟୋବର ଏମିତି ଆସୁଛି। ଆଉ ଗୋଟେ ଓଡ଼ିଶାର ସେଇଟା ଓଡ଼ିଶା ସ୍ପେଲିଂ ଭୁଲ ହେଇଯାଇଛି। ହଁ, ଓଡ଼ିଶା କରେଣ୍ଟ ଆଫେୟାର୍ସ ସେପ୍ଟେମ୍ବର ଅକ୍ଟୋବର ଗୋଟେ କ୍ୱେଶ୍ଚିନ୍ ଆସିଥିଲା, ମାନେ ଏକ୍ଜାକ୍ଟ କ୍ୱେଶ୍ଚିନ୍ ମନେ ପଡୁନି। ଆଉ ଗୋଟେ ଇଜି କ୍ୱେଶ୍ଚିନ୍ ଥିଲା, ତାରକସି ଆମ କୋଉ ଡିଷ୍ଟ୍ରିକ୍ଟର। ତାପରେ ସ୍ପୋର୍ଟସ ପର୍ସନ ଉପରେ ଗୋଟେ କ୍ୱେଶ୍ଚିନ୍ ଥିଲା। ଆଉ ଗୋଟେ ସ୍ପୋର୍ଟସ ଉପରେ ଥିଲା କି ଇଣ୍ଡିଆନ୍ ଓମେନ୍ ଯୋଉ ଟିମ୍ ଆମର ଓନ୍ କରିଥିଲେ ୱାର୍ଲଡ କପ୍ ଟା, ସେଟା କୋଉ ଟିମ୍ର ଏଗେନଷ୍ଟରେ କରିଥିଲେ। ଆଉ ଆଉ କଣ କରେଣ୍ଟ ଆଫେୟାର୍ସ ଥିଲା, ତ ମନେ ପଡୁନି ଠିକ୍ ସେ। ଆକ୍ଚୁଆଲି ଏତିକି ହିଁ। ତ ଆଜିର ଆନାଲିସିସ୍ ଏତିକି। ମୋ ହିସାବରେ ଆଜିର ସିଫ୍ଟ, ଆଜିର ଲେଭେଲ ମଡରେଟ୍ ଥିଲା, ମାନେ ଇଜି ନଥିଲା, ମୁଁ କହୁଛି ମଡରେଟ୍ ଥିଲା। ମୋର ଆଟେମ୍ପ୍ଟ ମୁଁ ପାଖାପାଖି କରିଛି 87 ନା 89 ଏମିତି, ମାନେ 89ଟା ମୁଁ କରିଛି। ଆପଣମାନେ ନିଜ ନିଜର ଆଟେମ୍ପ୍ଟଟା କମେଣ୍ଟ ସେକ୍ସନରେ ଜଣାନ୍ତୁ। ମୁଁ ଆକ୍ଚୁଆଲି ସିରିୟସଲି କହୁଛି, ଆପଣମାନେ ପୂର୍ବ ଭିଡ଼ିଓ ଦେଖିଥିବେ, ମୁଁ କହିଛି କି ମୋର ଜମା ଇଚ୍ଛା ନାହିଁ ପଢ଼ିବାକୁ, ମୁଁ ଜଷ୍ଟ ଖାଲି ଏକ୍ଜାମ ଦେଇକି ଆସିଛି।
ଛୁଟି ନେଇକି ଆଜି ଆସିଥିଲି ଏକ୍ଜାମ ଦେବାକୁ। ଆଉ ଆପଣଙ୍କର ଏକ୍ଜାମ କେମିତି କ'ଣ ହେଇଛି ଆପଣ କମେଣ୍ଟ ସେକ୍ସନରେ ଜଣେଇବେ। ଆଉ ଆପଣଙ୍କ ହିସାବରେ କେତେ କ'ଣ କଟଅଫ୍ ଯିବା କଥା ଆପଣମାନେ ବି ଡିସ୍କସ୍ କରିପାରିବେ କମେଣ୍ଟ ସେକ୍ସନରେ। ଠିକ୍ ଅଛି, ଓକେ। ତ ଦିସ୍ ଇଜ୍ ଫର୍ ଟୁଡେ ଗାଇଜ୍। ମୁଁ ଏବେ ବସ୍ ଟ୍ରାଭେଲ୍ କରୁଛି ଆକ୍ଚୁଆଲି। ତ ଭିଡ଼ିଓଟା ଆକ୍ଚୁଆଲି ମୁଁ ଫେସ୍ ବାଲା ଭିଡ଼ିଓ ଭାବୁଥିଲି କରିବି ବୋଲି, ମୁଁ କହିଲି କାଲିକୁ ଲେଟ୍ ହେଇଯିବ, ତ ଆଜି ଏକ୍ଜାମ ସରିଛି ଆଜିର ହିଁ ଆନାଲିସିସ୍ ଭିଡ଼ିଓଟା ଆଜି ହିଁ ଦେଇଦେବି। ତ ଏମିତି ସ୍କ୍ରିନ୍ ରେକର୍ଡ଼ିଂ କରିକି ଦେଇଦେଉଛି। ସୋ ଥ୍ୟାଙ୍କ ୟୁ ଗାଇଜ୍।